ଜୁଲାଇ 30ରୁ ଶ୍ରାବଣ ମାସ ଆରମ୍ଭ ହେଉଛି। ଏହି ମାସ ଭଗବାନ ଶିବଙ୍କ ପାଇଁ ସମର୍ପିତ। ଏହି ମାସରେ ଭକ୍ତ ଜଳାଭିଷେକ ଏବଂ ରୁଦ୍ରାଭିଷେକ କରି ଶିବଙ୍କ ଆରାଧନା କରିଥାନ୍ତି। ଶ୍ରାବଣ ମାସ ଗ୍ରହ ଚଳନ ଦୃଷ୍ଟିରୁ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଶ୍ରାବଣ ମାସର ଦିଗର ପୂର୍ବରୁ ଏହି ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଚଳନ ହେବାକୁ ଯାଉଛି। ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଜୁଲାଇ 29କୁ ନକ୍ଷତ୍ରରେ ପରିବର୍ତ୍ତନ କରିବେ। ଜୁଲାଇ 29 ତାରିଖ ସକାଳ 4:56ରୁ ପୂର୍ବ ଫାଲ୍ଗୁନ ନକ୍ଷତ୍ରରୁ ବାହାରି ଏକ ଉତ୍ତର ଫାଲ୍ଗୁନ ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ରରେ ଶୁକ୍ର ଅଗଷ୍ଟ 11 ପର୍ଯ୍ୟନ୍ତ ରହିବେ। ଜ୍ୟୋତିର୍ବିଦ ଅନୁସାରେ ଶୁକ୍ରଙ୍କ ଏହି ଚଳନ ପରିବର୍ତ୍ତନ ଖୁବ୍ ଖାସ୍ ବୋଲି ଧରାଯାଏ। ଶୁକ୍ରଙ୍କ ଏହି ଚଳନରେ ଆସିବା ଦ୍ୱାରା 4ଟି ରାଶିଙ୍କ ଘରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇପାରେ, ଯାହା ଖୁବ୍ ଭଲ ଲାଭ ହୋଇପାରେ। ବୁଧ ଗୋଚର 2026 ଶ୍ରାବଣ ମାସରେ କର୍କଟ ରାଶିକୁ ବୁଧଙ୍କ ଚଳନ। ଅଗଷ୍ଟ 5ରୁ ଏହି ରାଶିଗୁଡ଼ିକ ଆରମ୍ଭ ହେବ ଭଲ ଦିନ। ବୃଷ ରାଶି ଶୁକ୍ର ଏହି ରାଶିର ସ୍ୱାମୀ। ଏଥିପାଇଁ ବୃଷ ରାଶି ଲୋକଙ୍କ ଉପରେ ଶୁକ୍ରଙ୍କ ନିକ୍ଷତ ପରିବର୍ତ୍ତନ ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିପାରେ। ଚାକିରିଆଙ୍କ ଉନ୍ନତି ହୋଇପାରେ। ଆତ୍ମବିଶ୍ୱାସ ବଢ଼ିପାରେ। ଦ୍ୱିତୀୟ ରାଶି ହେଉଛି ମିଥୁନ ରାଶି। ମିଥୁନ ରାଶିର ଜାତକ ଉଦାହରଣ କରିବାକୁ ଗଲେ ଏହି ସମୟରେ ଆପଣଙ୍କ ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରଣ ହୋଇପାରେ। ବୈବାହିକ ଜୀବନ ଏବଂ ପ୍ରେମ ସମ୍ପର୍କରେ ମଧୁରତା ବଢ଼ିପାରେ। ସମାଜରେ ମାନ ସମ୍ମାନ ଏବଂ ପରିଚୟ ମିଳିବ। ସିଂହ ରାଶି ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ସିଂହ ରାଶିଙ୍କ ବ୍ୟକ୍ତିଙ୍କୁ ଶୁଭ ପ୍ରମାଣିତ ଦେଇପାରେ। ଯେଉଁମାନେ ଅବିବାହିତା ସେମାନଙ୍କ ଜୀବନରେ ପ୍ରେମର ଏଣ୍ଟ୍ରି ହୋଇପାରେ। ସେହିଭଳି ପୂର୍ବରୁ ପ୍ରେମ ସମ୍ପର୍କ ମଜବୁତ ହେବ। ସନ୍ତାନଙ୍କ ସହ ଜଡ଼ିତ କୌଣସି ଭଲ ଖବର ମିଳିପାରେ। ଶେଷ ରାଶି ହେଉଛି ମକର ରାଶି। ମକର ରାଶି ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଖୁବ୍ ଅନୁକୂଳ ରହିପାରେ। ଧନ ସମ୍ପତ୍ତିୟ ପ୍ରସଙ୍ଗରେ ସୁଧାର ହୋଇପାରେ। ପୂର୍ବରୁ କରିଥିବା ନିବେଶକୁ ସକାରାତ୍ମକ ପରିଣାମ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଅବସର ମିଳିପାରେ।